ଭୁଲି ଯାଇଛି ମୁଁ କିଏ, ମୋ ଘର କେଉଁଠି, ମୋ ବାପା ମା କିଏ, ମୁଁ ବାହା ହେଇଛି କି ନାହିଁ, ମୋର କିଛି ବି ମନେ ପଡ଼ୁନି। ମୁଁ ସବୁ କିଛି ଭୁଲି ଯାଇଛି। ମୁଁ କେମିତି ଜେଲକୁ ଆସିଲି ସେ କଥା ବି ଜାଣିପାରୁନି। ମୋତେ ନେଇ ମୋ ଘରେ କିଏ ଛାଡ଼ିଦିଅ। ହଁ ଆଜ୍ଞା, ଏକଥା ଆମର ନୁହେଁ, ଏକଥା ହେଉଛି ଏଇ ବ୍ୟକ୍ତି ଜଣକର, ଯିଏକି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ଜେଲରେ ସଜା କାଟିଥିବା ଜଣେ କଏଦୀ, ଯିଏକି ନିଜର ଅତୀତକୁ ପୁରାପୁରି ଭୁଲି ଯାଇଛନ୍ତି। ଆଉ ପରିଚୟ କେହି ପଚାରିଲେ କେବଳ ମୁଣ୍ଡକୁ ହଲାଇ ସମସ୍ତଙ୍କୁ ପ୍ରଶ୍ନ ପଚାରୁଛନ୍ତି, ମୁଁ କିଏ? ସାଧା ପୋଷାକ, ସରଳ ଜୀବନ, ନା ମନରେ ଟିକେ ଅହଙ୍କାର, ନା ଚେହେରାରେ ଟିକେ ହସ। ସେ ନିଜେ ବି ଜାଣିନାହାନ୍ତି ଶେଷ ଥର ପାଇଁ ସେ କେବେ ହସିଥିଲେ। ଏମିତି ହିଁ ପରିବାରକୁ ହରେଇ ଦେଇ ବେସାରା ହୋଇ ସାରା ଜୀବନ ଜେଲରେ ପଡ଼ି ରହିଛନ୍ତି। ତେବେ ଭୁଲ କରି ସିନା ଜେଲକୁ ଯାଇଥିଲେ, ସଜା କାଟିବା ପରେ କୋର୍ଟ ତାଙ୍କୁ ଖଲାସ କରିବା ପରେ ମଧ୍ୟ ଘରକୁ ଫେରି ପାରିନଥିଲେ। ଭୁଲି ଯାଇଥିଲେ ନିଜର ପରିବାରକୁ। ଆଉ ଘରକୁ ଯିବାକୁ ନା ପାଖରେ ଅଛି ପରିଚୟ, ନା କେହି ଅଛନ୍ତି ସାହାରା। ତେଣୁ ସେମିତି ହିଁ ନିରୁପାୟ ହୋଇ ପଡ଼ି ରହିଛନ୍ତି ଜେଲରେ। ହଁ ଆଜ୍ଞା, ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ, ଯେଉଁଠାରେ କି ଜଣେ ବ୍ୟକ୍ତି 2019ରୁ ନିଶା କାରବାରରେ ବନ୍ଦୀ ହୋଇ ଅଭିଯୁକ୍ତ ଭାବରେ ଧରା ହୋଇ ଆସିଥିଲେ ଧନୁପାଲି ପୋଲିସ ଷ୍ଟେସନକୁ। ଜାବିର ସର୍ଦ୍ଦାର ନାମକ ଜଣେ ବ୍ୟକ୍ତି। କିନ୍ତୁ ଜେଲକୁ ଯିବା ପରେ ହଠାତ୍ ଜାବିରଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ନା ସେ କାହାକୁ କିଛି କହୁଥିଲେ, ନା କାହା କଥା କିଛି ଶୁଣୁଥିଲେ। ବାସ୍ କେହି କିଛି ପଚାରିଲେ ମଧ୍ୟ ଚୁପ୍ ରହୁଥିଲେ ଆଉ ସମସ୍ତଙ୍କୁ ଚାହୁଁଥିଲେ। ଏମିତିକି ତାଙ୍କ ପାଇଁ କିଏ କେସ୍ ଲଢ଼ିବ ସେ କଥା ମଧ୍ୟ କେଉଁ ଓକିଲକୁ ଠିକ୍ କରୁନଥିଲେ, ଯାହାକୁ ଦେଖି ଜେଲ୍ କର୍ତ୍ତୃପକ୍ଷମାନଙ୍କର ଜାବିର ପ୍ରତି ଦୟା ଆସିଥିଲା। ସେମାନେ ମିଶି ଜାବିର ପାଇଁ ଏକ ଓକିଲ ଠିକ୍ କରିଥିଲେ ଆଉ ଭାବିଥିଲେ ଜାବିର ଜେଲରୁ ବାହାରିବା ପରେ ନିଜ ପରିବାର ଲୋକଙ୍କ ପାଖକୁ ଯାଇ ବେଶ୍ ଖୁସିରେ ରହିବ। କିନ୍ତୁ ପୋଲିସମାନେ ଜାଣିନଥିଲେ ସେମାନେ ଯାହାକୁ ଏତେ ସାହାଯ୍ୟ କରୁଛନ୍ତି ସେ କେବେ ବି ତା ଘର ଲୋକଙ୍କ ପାଖକୁ ଯାଇପାରିବନି। କାରଣ ତାର କିଛି ବି ମନେ ନାହିଁ ତା ଘର କେଉଁଠି, ତା ପରିବାରରେ କିଏ ଅଛନ୍ତି। ତଥାପି ପୋଲିସମାନେ ଅନେକ ଚେଷ୍ଟା କରିଥିଲେ ଜାବିରଙ୍କୁ ଜେଲରୁ ମୁକୁଳିବା ପାଇଁ। ତଥାପି ସମୟ ପାଖରେ ହାର ମାନିଗଲେ ଜାବିର। ସମସ୍ତେ ସାଥ ଦେଲାବେଳେ ଭାଗ୍ୟ ଯେମିତି ହାତ ଛାଡ଼ିଦେଲା। ଜାମିନ ମିଳିବା ପରେ ମଧ୍ୟ ମାନସିକ ଚିନ୍ତାଧାରା କୁଆଡ଼େ ଉଭେଇଗଲା। ଦେଖିଲେ ତ ଦର୍ଶକ ବନ୍ଧୁ, ଏ ଜାବିରଙ୍କର କେମିତିକା କାହାଣୀ। କେତେବେଳେ ବି ଜୀବନ କାହାକୁ ଅପେକ୍ଷା କରେନି। ଜାବିର ଏପଟେ ନିଜ ପରିବାରକୁ ଖୋଜୁଛନ୍ତି, ଆଉ ପରିବାର ମଧ୍ୟ ସେପଟେ ନିଜ ପୁଅକୁ ଅନେଇ ବସିଛନ୍ତି। ବ୍ୟୁରୋ ରିପୋର୍ଟ A1 ଓଡ଼ିଆ।